ଯଦି ଆଜ୍ଞା ପୁଅ କାଠ ଚିରି ପକଉଥିବ ଝାଳ ବହୁଥିବ ପୁଣି ମାର ଛାତି ଫାଟି ଯାଉଥିବ କେତେ ଝାଳ ବହି ପଡୁଛି କହିବ ଖଣ୍ଡ କାଠର ହାଣୁ ହାଣୁ ଏତେ କାହିଁ ବାଧା ଲାଗିବ ଏ ମୋର ପଡିତେ ଦେଖନ୍ତୁ ଆଜ୍ଞା ମା କେତେ ଉର୍ଦ୍ଧ୍ୱରେ ଯଦି ମା ପଡିତେ ପୁଅ ବଜାରକୁ ଯାଇଛି ଘରକୁ ଫେରିନି 12ଟା ବାଜିଲାଣି ମା ସ୍ଥିର ହୋଇକି ରହିବ ପୁଅ ଦାଣ୍ଡ ଦୁଆରେ ଖାଲି 10 ଥର ଉଣ୍ଡୁଥିବ ଘରକୁ ପର୍ବପର୍ବାଣି ହେଲେ ପିଠା ପଣା ହବ ପଡିତେ ମା କିନ୍ତୁ ପୁଅ ପାଇଁ ସାଇତି ରଖିବ ସ୍ତ୍ରୀ କହିବ ବାହାରକୁ ଯାଇଛନ୍ତି କେତେ ଭଲ ମନ୍ଦ ସେ ଖାଉଥିବେ ତମେ ଖାଇଦିଅ ମାର ମନ ସେଇଆ ନୁହଁ ଆଜ୍ଞା ସେଇଥିପାଇଁ ଜଗତରେ ପଡିତେ ମାର ଆସନ ସମ୍ପୂର୍ଣ୍ଣ ଉର୍ଦ୍ଧ୍ୱରେ 5ଟା ପୁଅକୁ ମଣିଷ କରେ ଗୋଟିଏ ମା କିନ୍ତୁ ଭବିଷ୍ୟତରେ ଆମେ ଏଡେ ଅଧମ ଏତେ ମୂର୍ଖ ଏତେ ଅସଜଡ଼ା ଆମ ଓଡ଼ିଶାର ଭୁଲ 5ଟାକ ପୁଅ ମିଶିକି ଗୋଟିଏ ମା କୁ ବସି ପାରନ୍ତିନି ଆଜ୍ଞା ପାଳି କରି ସାର୍ ଏବେ ଆମେ 4 ଭାଇ 4ଟା ହେଇଗଲୁ ଆମେ ଅଲଗା ହେଇଗଲୁ ଆମ ବାପା ବୋଉଙ୍କୁ ପାଳି କରିଦେଇଛୁ ଆୟାକୁ ପରଦିନ ତମେ ଯୋଉ ବାଡିଆ ଖାଇଥାନ୍ତେ କାଇଁ ବାଡିଆ ଖାଇଥାନ୍ତି ରେ ମୋ ସ୍ତ୍ରୀ ମତେ ବତେଇଛି